ଅନୁଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକ ଅନ୍ତର୍ଗତ ପାରାଛଟ ଗ୍ରାମ ପଞ୍ଚାୟତର ବେହେରାଭୂଇଁ ଗ୍ରାମରେ ପାନୀୟ ସମସ୍ୟା। ବସୁଧା ପାଇପଲାଇନ ଲାଗିଥିଲେ ସୁଦ୍ଧା ପାଣି ଯୋଗାଣ ହୋଇପାରୁନି। ଏନେଇ ଗ୍ରାମର ବାସିନ୍ଦା ପାଲଲହଡ଼ା ବିଡିଓ ଓ ପାରାଛଟ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳ ଶୂନ୍ୟ। ଗାଁରେ ନଳକୂପ ବି ନାହିଁ। କୌଣସି ପାନୀୟ ସୁବିଧା ନଥିବାରୁ ମହିଳାମାନେ ପାଖ ଝରଣା ଉପରେ ନିର୍ଭର କରନ୍ତି, କିନ୍ତୁ ଖରାଦିନେ ନାଳ ଝରଣା ମଧ୍ୟ ଶୁଖିଗଲାଣି। ତେଣୁ ଖରାଦିନ ପ୍ରଭାବରେ ଗାଈଗୋରୁ ପାଣି ପିଇବା ଏବଂ ଲୋକମାନେ ପାଣି ସମସ୍ୟା ଯୋଗୁଁ ଖରାଦିନରେ ଡହଳ ବିକଳ ହେଉଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଉକ୍ତ ସମସ୍ୟାର ସମାଧାନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଯଦି 7 ଦିନ ମଧ୍ୟରେ ପାନୀୟ ସୁବିଧା କରା ନଯାଏ ଗ୍ରାମର ମହିଳାମାନେ ଗରା ବାଲ୍ଟି ଧରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଗ୍ରାମବାସୀ। ଆମ ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍ ଟିମ୍ ତରଫରୁ ଆମେ ଆଜି ପହଞ୍ଚିଛୁ ଅନୁଗୁଳ ଜିଲ୍ଲାର ପାଳଲହଡ଼ା ବ୍ଲକ ପରଛାଟି ପଞ୍ଚାୟତ ଅନ୍ତର୍ଗତ ବେହେରାଭୂଇଁ ଗ୍ରାମରେ। ବେହେରାଭୂଇଁ ଗ୍ରାମର ସମସ୍ୟା ହେଲା ପାଣି ସମସ୍ୟା। ଏ ଖରାଦିନରେ ପାଣି ଅଭାବ ଯୋଗୁଁ ନଳକୂଅରେ ପାଣି ବାହାରୁନି। ବସୁଧାର ପାଇପ୍ ଲାଗିଛି କିନ୍ତୁ ପାଣି ଆସୁନି। ଏହି ସମସ୍ୟା ନେଇ ଆଜି ଆମେ ପହଞ୍ଚିଛୁ ବେହେରାଭୂଇଁ ଗ୍ରାମବାସୀଙ୍କ ପାଖକୁ। ଆସନ୍ତୁ ବୁଝିବା ବେହେରାଭୂଇଁ ଗ୍ରାମର ମହିଳାମାନଙ୍କ ପାଖରୁ ତାଙ୍କର ସମସ୍ୟା କ'ଣ। ପାଇଁ ଗଲେ ବି ହାଡୁ ଆଇଲେ ବି ଖରା ତାତିରେ ପାଣି ଆଣି ଯାଉଛୁ। ନଈରୁ ପାଣି ଚୁଆ ଖୋଳିକିନା ଆଣୁଛୁ, ରୋଷେଇ କରିକିନା ଖାଉଛୁ। ବର୍ଷା ସିଜିନରେ ପଚା ପାଣି ବି ଖାଉଛୁ। ପ୍ରିୟ ସରପଞ୍ଚ ସମସ୍ତଙ୍କୁ କହିଲେ ବି ଶୁଣୁନାହାନ୍ତି। ପାଣି ଟିକେ ପାଇଁ ପାଇପ୍ ଲାଗିନି, ସପ୍ଲାଇ ପାଇପ୍ ଦେଇଛି, ପାଣି ଦେଇନି। ପାଣି ପାଇଁ ବହୁତ ହଇରାଣ ହଉଛୁ। ସରପଞ୍ଚ ବିଡିଓ କାହାକୁ ଜଣେଇଥିଲେ? ଜଣେଇଛୁ ଯେ ସିଏ ଶୁଣୁନାହାନ୍ତି। କ'ଣ କହିଲେ? ହଁ ହଁ କରୁଛେ, କେହି ଦଉନାହାନ୍ତି। ତମ ଦାବି କ'ଣ ରହୁଛି ସରକାର ପାଖରେ? ପାଣି ଦରକାର ଆମର। ଆମ ବନ୍ଧରେ ପାଣି ନାହିଁ, ନାଳରେ ବି ପାଣି ନାହିଁ। ଆମେ ପିଇବା ପାଇଁ ନାଇଁ ଟିକେ ପାଉନୁ। ଆମ ଗାଈ ବଳଦ ନାଇଁ ଟିକେ ପାଉନେ, ଛୁଆ ପିଲା ବି ନାଇଁ ଟିକେ ପିଇବାକୁ ନାହିଁ। ଆମେ ବହୁତ ଅସୁବିଧାରେ ଚଳୁଛୁ। ଖୁଣ୍ଟି କୁଟା ବି ତୁ ପାଏନି, ଖାଲି ପାଇପ୍ ପଡିଛି। ଆମେ ଚୁଆ ଖୋଳିକିରି ବୁହି ଆଣି ଖାଉଛୁ। ଆଉ ପାଣି ପାଇଁ ମହୁଲ ମୁଣ୍ଡେଇକି ରହିଲେ ବି 12 ବାଜୁ 1 ବାଜୁ ପାଣି କି ଗଲୁ। ପାଣି ଅସୁବିଧା ଯୋଗୁଁ ଆମେ ସରକାରକୁ ଦାବି କରୁଛୁ। ଆଉ ସବୁଦିନ ଆମେ ପାଣି ବହୁଥିବୁ। ଦୁନିଆରେ କେତେ ଜଙ୍ଗଲ ଆଡେ ବି ପାହାଡ ଜଙ୍ଗଲ ଗଲେ ପାଣି କି। ଆମେ ତ ଗାଁର ଗୋଟେ ଗାଁଟା, ପାଣି ଆମକୁ ଦେଲେନି, ସେଥିପାଇଁ ଆମେ ଅଭିଯୋଗ କରୁଛୁ। ଆଉ ମହିଳା ମାନେ ଅଭିଯୋଗ କରୁଛନ୍ତି ଯେ ଆମେ ପାଣି ପାଇପ୍ ର ଯୋଉ ବସୁଧା ହେଲେ ପାଣି ପଡିଛି, ଯୋଉ ପାଇପ୍ ଲାଗିଛି କିନ୍ତୁ ପାଣି ଆସୁନି। ଆମେ ଆଉ ଜଣେ ମହିଳାଙ୍କ ଠାରୁ ବୁଝିବା ଯେ କ'ଣ ସମସ୍ୟା ଅଛି। ପାଣି ବେହେରା ଗାଁ ବେହେରାଭୂଇଁ, ପାଣି ସୁବିଧା ଗାଁରେ ନାହିଁ। ପାଣି ଖରା ଦିନେ ଚୁଆ ଖୋଳିନା ପାଣି ଖାଉଛୁ। ତାପରେ ବର୍ଷା ଦିନେ ଖାଲି କାଦୁ ପାଣି ଅସନା ପାଣି ଖାଉଛୁ। ଏନିକେ ପାଣି ସୁବିଧା ନାହିଁ। ପୁରୁଣା ପାଣି ପରାଛାଟେ ସମସ୍ତେ ପାଇସାରିଲେ ନା ଖାଉଛୁ ନଦୀରୁ। ଏଦିନ ପାଣି ନାହିଁ, ଯୋଉ ପାଣି ଶୁଖି ଯାଇନା ନଦୀ ଯେ ପାଣି ଚୁଆ କରିନା ପାଣି ବୁଡେଇନା ଆଣୁଛୁ ଚୁଆରୁ। ବସୁଧା ପାଣି ଯୋଜନା ଗଭର୍ଣ୍ଣମେଣ୍ଟ ମିଳୁନି ଆପଣଙ୍କୁ? କିଛି ନାହିଁ। ତାପରେ କଣ କହୁଛି, ବର୍ଷା ଦିନେ ପାଣି ନାହିଁ ଯେ କାଦୁ ପାଣି ଆଣୁଛୁ। କାଦୁ ପାଣି ଅସନା ପାଣି ହେରା ସମସ୍ତେ ଖାଇନା ଝାଡା କିଏ ବାନ୍ତି ଜ୍ୱର ବି ହଉଛି। ସରକାର ଦାବି କ'ଣ କରୁଛ? ପାଣି ଆନା ଚୁଆ ଖୋଲନା ପାଣି ଆଣନା, ଯାହା ଚଳୁଛୁ ନଦୀରୁ। ଆଉ ଯୋଉ ନାଳ ଅଛି ପାଖ ନାଳରୁ ସେ ପାଣି ଆଣନ୍ତି, କିନ୍ତୁ ଖରା ଦିନରେ ସେ ନାଳ ଶୁଖିଯାଇ ସେ ବାଧ୍ୟରେ ସେ ବାଲିକୁ ଚୁଆ ଖୋଳିକି ପାଣି ଆଣୁଛନ୍ତି। ତେଣୁ ଆମେ ପ୍ରଶାସନ ପାଖରେ ଦାବି କରୁଛୁ ଯେ ଆମର ପାଳଲହଡ଼ା ବ୍ଲକର ପରଛାଟି ପଞ୍ଚାୟତ ଅନ୍ତର୍ଗତ ବେହେରାଭୂଇଁ ଗ୍ରାମକୁ ଶୀଘ୍ର ପାଣି ସମସ୍ୟା ଯୋଗାଣ କରାଯାଉ ବୋଲି ଯାହା ମହିଳାମାନେ ଦାବି କରୁଛନ୍ତି। ପାଳଲହଡ଼ାରୁ ଖଗେଶ୍ୱର ନାୟକ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।